ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଛକ ନିକଟ ଜାତୀୟ ରାଜପଥ 59ର ନନ୍ଦିଗୋର ଆମ୍ବତୋଟା ପାର୍ଶ୍ୱରୁ ସକାଳ 10 ଘଣ୍ଟିକା ସମୟରେ ବାଲିଗୁଡ଼ା ଭୁବନେଶ୍ୱର ଯାଉଥିବା ଏକ ମହିନ୍ଦ୍ରା କାର OR02BX 8989ରୁ 5 କେଜି ଗଞ୍ଜେଇ ଧରାକୋଟ ପୁଲିସ ଜବତ କରିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁଙ୍କ ନିର୍ଦ୍ଦେଶ ଅନୁସାରେ ସବ୍ ଇନ୍ସପେକ୍ଟର ସୁସ୍ମିତା ପଣ୍ଡା, ASI ଅଭିମନ୍ୟୁ ପାଣ୍ଡେ, ରାଜେନ୍ଦ୍ର ରାଉତ, ମୁରଲୀ ରାଓ ମିଳିତ ଭାବେ ଚଢ଼ାଉ କରି କାରରେ ଥିବା ଗଞ୍ଜେଇ ସହ କନ୍ଧମାଳ ଜିଲ୍ଲାରେ ନୂଆଗାଁ ନିକଟସ୍ଥ ସାଇନିପଡ଼ାର ରାଜେନ୍ଦ୍ର ସାହୁଙ୍କୁ ଗିରଫ କରିଛନ୍ତି। ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଗଣେଶ ଦଳାଇଙ୍କ ଉପସ୍ଥିତିରେ ଏହି ଘଟଣାର ଡେମୋ କରାଯାଇ କାର ସହ ଗଞ୍ଜେଇ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଧରାକୋଟ ଥାନାରେ କେସ୍ ନମ୍ବର 64/25 ପ୍ରକାରେ ମାମଲା ରୁଜୁ ହୋଇଛି। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, A1 ଓଡ଼ିଶା।